ଆଜି ସକାଳୁ ସକାଳୁ କାହିଁକି କେଜାଣି ପଖାଳ ଖାଇବାକୁ ବହୁତ ଇଚ୍ଛା ହେଲା। କ'ଣ କଲି ନା, ସ୍ୱାମୀ ମାଛ ନେଇ ଆସିଥିଲେ ବୁଧବାର ଦିନ ରାତିରେ। ବୁଧବାର ତ ଯାହା ଖାଇଥିଲେ, ଗୁରୁବାର ତ ଆଇଁଷ ହେବନି, ତ ତାକୁ ମୁଁ କ'ଣ କରିଥିଲି ନା ଫ୍ରିଜ୍ରେ ରଖିଦେଇଥିଲି। ଆଜି ଶୁକ୍ରବାର ତ ମାଛଟାକୁ ବାହାର କଲି। ଭାବିଲି ପଖାଳ ସହିତ କ'ଣ ଗୋଟେ ଭଲ ଆଇଟମ୍ଟେ କଲେ ଖାଇବାକୁ ଟେଷ୍ଟି ଲାଗିବ। ତ ମନକୁ ଆସିଲା ରୁମ୍ରେ ତ ବହୁତ ଗୁଡ଼ାଏ ପରିବା ଅଛି, ଯେମିତି ଜହ୍ନି, ଆଳୁ, ବାଇଗଣ ଆଉ ପୁଇଦଣ୍ଟା, ଏମିତି ବହୁତ ଗୁଡ଼ିଏ ସବୁ ପରିବା ଥିଲା। ତାକୁ ପକେଇକି ଗୋଟେ ଚଟଚଡ଼ିଟେ ବନେଇବି, ଖାଇବା ପାଇଁ ବହୁତ ଟେଷ୍ଟି ଲାଗିବ। ତାପରେ ମାଛଟାକୁ ବି ତେଲରେ ପକେଇଦେଲି, ହାଲକା କି ଭାଜି ଆଣିବି। ତାପରେ ଏପଟେ ମସଲା ପାଇଁ ନେଇଛି ସୋରିଷ, ଶୁଖିଲା ଲଙ୍କା, ଜିରା, ରସୁଣ, ତାକୁ ବି ପେଷ୍ଟ କଲି। ତାପରେ ଏଠି ମୁଁ ଚାଉଳ ନେଇଛି ଭାତ ବସାଇବା ପାଇଁ, କାହିଁକିନା ଏପଟିକା ଚାଉଳ ଯଦି ମୁଁ ପଖାଳ କରି ରଖିଦେବି ଭଲ ଲାଗେନି, ଟେଷ୍ଟି ଲାଗେନି, ନଳା ନଳା ଲାଗେ, ଖାଇବା ପାଇଁ ଭଲ ଲାଗେନି। ତାପରେ ସାଙ୍ଗେ ସାଙ୍ଗେ ଭାତ ରାନ୍ଧିକି ପାଣି ଢାଳିକି